ଗତକାଲି ରେଭେନ୍ସା ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଓଡ଼ିଆ ଅସ୍ମିତାକୁ ନେଇକି ପ୍ରଶ୍ନ ଉଠାଇଥିଲେ ଏବଂ ବିଜେପିକୁ ଟାର୍ଗେଟ୍ କରିଥିଲେ, ଯାହାକୁ ନେଇକି ଯଦି ଦେଖିବା ଜୟନାରାୟଣ ମିଶ୍ର ମଧ୍ୟ ତାଙ୍କୁ ଉତ୍ତର ଦେଇଛନ୍ତି ଯେ ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ନବୀନକୁ ଆହୁରି ଗୋଟିଏ ଜନ୍ମ ଲାଗିବ। 25 ବର୍ଷରେ ସେ ଓଡ଼ିଆ ଅସ୍ମିତାକୁ ବୁଝିପାରିଲେନି, ଜାଣିପାରିଲେନି। ବରପୁତ୍ର ମହାପୁରୁଷମାନଙ୍କୁ ଯେତିକି ସମ୍ମାନ ମିଳିବା କଥା ମିଳିନାହିଁ। ବିତର୍କ ଆହ୍ୱାନ କଲେ ମାନ୍ୟବର ମନ୍ତ୍ରୀ। ତେଣୁ ନବୀନ ବାବୁ ସେ ତାଙ୍କର ମତ ରଖିଛନ୍ତି, ଏଥିରେ ଏତେ ପ୍ରତିକ୍ରିୟାଶୀଳ ହେବା କ'ଣ ଦରକାର ଅଛି? ଆପଣ ଭିନ୍ନ ମତକୁ ଶୁଣିବେ, ଆପଣ ଆପଣଙ୍କ ମତ ଦେବେ। ଆଉ ଯେଉଁମାନେ ଭିନ୍ନ ମତାବଲମ୍ବୀ ସେମାନେ ଭୁଲ କହୁଛନ୍ତି, ଆଉ ଯେଉଁଟା ଆମେ କହିବା ତା ଠିକ୍ ଅଛି, ଏଭଳି ଧାରଣା ତ ଠିକ୍ ନୁହେଁ। ଶ୍ରୀଯୁକ୍ତ ମିଶ୍ର ଜଣେ ଅଭିଜ୍ଞ ରାଜନେତା, ତାଛଡ଼ା ଥିଲା ଅନୁଭୂତି ସମ୍ପନ୍ନ ପ୍ରତିନିଧି। ତେଣୁ ସେ ଏତେ ପ୍ରତିକ୍ରିୟାଶୀଳ ହୋଇ କହିବାର କୌଣସି ଯୁକ୍ତି ଥିବାର ମୁଁ ଅନୁଭବ କରୁନାହିଁ। ତାପରେ ଦ୍ୱିତୀୟ କଥା ହେଉଛି, ନବୀନ ବାବୁଙ୍କୁ କାହିଁ ଜନ୍ମ ଲାଗିବ? ନବୀନ ବାବୁ କ'ଣ ବରପୁତ୍ରମାନଙ୍କୁ ସମ୍ମାନିତ କରିନାହାନ୍ତି? ବରପୁତ୍ରଙ୍କ ନାଁରେ ସେ କ'ଣ ଅନୁଷ୍ଠାନ ଗୁଡ଼ିକୁ ନାମିତ କରିନାହାନ୍ତି? ଆମର ଭୁବନେଶ୍ୱରର ଯେଉଁଟା ହେଉଛି ବସ୍ ଷ୍ଟାଣ୍ଡ, সেটা কার নামে নামিত করা? ডক্টর আম্বেদকর নামে নামিত করা হয়েছে। কে করেছেন? নবীন বাবু করেছেন। গঙ্গাধর মেহরଙ୍କ নামରେ କରିନାହାନ୍ତି, ପାର୍ବତୀ ଗିରିଙ୍କ ନାମରେ କରିନାହାନ୍ତି। ଯେଉଁମାନେ ବରପୁତ୍ର ସେମାନଙ୍କୁ ସେ ଚିହ୍ନିଛନ୍ତି, ତାଙ୍କୁ ସେ ଅନୁଶୀଳନ କରିଛନ୍ତି, ତାଙ୍କୁ ସମ୍ମାନ ଦେବା ପାଇଁ ତାଙ୍କ ସରକାରରେ ଅନେକ ନିଷ୍ପତ୍ତି ନେଇ ସେ ଆଜି ଓଡ଼ିଶାବାସୀଙ୍କର ସମ୍ମାନାସ୍ପଦ ହୋଇକି ରହିଛନ୍ତି। ଏକଥା ବୁଝିବା ଦରକାର। ଆଉ ଗୋଟେ ପ୍ରଶ୍ନ କରୁଛନ୍ତି ଯେ ରେଭେନ୍ସାରେ ଯେଉଁ ନରହନ୍ତା ଇଂରେଜ ଅଫିସର, ରେଭେନ୍ସାଙ୍କ ପାଇଁ ବିଜେଡିର ନବୀନ ପଟ୍ଟନାୟକର ଏକ ଦରଦ କାହିଁକି? এইଥିପାଇଁ ଯେ ରେଭେନ୍ସା କିଏ, এইଥିପାଇଁ ବିଜେଡିର ଦରଦ, এইଥିପାଇଁ ବୁଦ୍ଧିଜୀବୀମାନଙ୍କର ଦରଦ, এইଥିପାଇଁ ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ଦରଦ, এইଥିପାଇଁ ଛାତ୍ର ମହଲରେ ଦରଦ ଯେ ସେମାନେ ଅଧ୍ୟୟନ କରିଛନ୍ତି ଏବଂ ରେଭେନ୍ସା କିଏ ତାକୁ ବୁଝିଛନ୍ତି, ଆଉ ତାଙ୍କୁ ବୁଝେଇବାରେ ସାହାଯ୍ୟ କରିଛନ୍ତି କିଏ? ବ୍ୟାସକବି ଫକୀର ମୋହନ, ପ୍ରଥିତ ଦଶା ଲେଖକ ସୁରେନ୍ଦ୍ର ମହାନ୍ତି। ଏବଂ ଆପଣ ଦେଖିବେ ଗତକାଲି ଆମର ବୁଦ୍ଧ ବିହାରଠାରେ ଯେଉଁଟା ମହୋଦଧି ଭବନରେ ଯେଉଁ କରାଯାଇଛି ଇଣ୍ଟେଲେକ୍ଚୁଆଲ ଫୋରମ୍ ତରଫରୁ, ଆପଣ ମଧ୍ୟ ଶୁଣିଥିବେ, ଯେଉଁମାନେ ରେଭେନ୍ସାଙ୍କୁ ବୁଝି ନାହାନ୍ତି, ଇତିହାସ ପଢ଼ି ନାହାନ୍ତି, ଯେଉଁମାନେ ଏକଦେଶଦର୍ଶୀ, ତାଙ୍କଠୁ କ'ଣ ଆଶା କରାଯାଏ? ନା, ପଢ଼ନ୍ତୁ। ମୋର ତାଙ୍କୁ ପରାମର୍ଶ, ସେ ଓଡ଼ିଶାର ଇତିହାସ ପଢ଼ନ୍ତୁ। ଉତ୍କଳ ଦର୍ପଣରେ କ'ଣ ଲେଖିଛନ୍ତି ଫକୀର ମୋହନ ପଢ଼ନ୍ତୁ, ସୁରେନ୍ଦ୍ର ମହାନ୍ତିର ମନ୍ତବ୍ୟ ପଢ଼ନ୍ତୁ, ଆପଣ ଇତିହାସ ପଢ଼ନ୍ତୁ। ଯିଏ ଓଡ଼ିଆ ଭାଷାରେ କଥା କହିବାକୁ ଭଲ ପାଏ, ଯାହାଙ୍କ ଯୋଗୁଁ ଏକାଧିକ ଅନୁଷ୍ଠାନ ସମ୍ଭବ ଏବଂ ତାଙ୍କ ନାମରେ ସେ ନାମିତ କରିନାହାନ୍ତି, ସିଏ ଗଲା ପରେ ତାଙ୍କ ନାମରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ପରାମର୍ଶ କ୍ରମେ, ସୁପାରିଶ କ୍ରମେ ରେଭେନ୍ସା ମହାବିଦ୍ୟାଳୟ ନାମିତ ହୋଇଛି। ତାପରେ ଆଉ ଗୋଟିଏ କଥା ମଧ୍ୟ, ସିଏ ନରହନ୍ତା। କିଏ କହୁଛି ନରହନ୍ତା? ଯେଉଁମାନେ ଏକଥା କହୁଛନ୍ତି ସେମାନେ କେବଳ ଆକ୍ରୋଶ ରଖି କହୁଛନ୍ତି ଏବଂ ତାର ଅଜ୍ଞାତର ବିଜ୍ଞାପନ, ଅଜ୍ଞତାର ବିଜ୍ଞାପନ ବାଢ଼ୁଛନ୍ତି। ମୁଁ ଆପଣଙ୍କୁ ତିନୋଟି କଥା କହିବି। ଆମର ତତ୍କାଳୀନ 1866-67 ମସିହାରେ ପ୍ରକାଶିତ ଯୋଡ଼ିଏ ଇଂରାଜୀ ଖବରକାଗଜ, ଯାହାର ଆନ୍ତର୍ଜାତିକ ଖ୍ୟାତି ଅଛି, ଦ ସ୍ପେକ୍ଟାଟର ଆଉ ଗୋଟେ ହେଲା ଟାଇମ୍ସ। ସେମାନେ କ'ଣ ଲେଖିଲେ? ସେମାନେ କହିଲେ ରାଜସ୍ୱ ପରିଷଦ ଦାୟୀ 1866 ଦୁର୍ଭିକ୍ଷ ପାଇଁ ଓଡ଼ିଶାରେ, ଏବଂ ସେମାନେ କହିଲେ ଯେ ଏଥିପାଇଁ ରାଜ୍ୟପାଳ ଦାୟୀ। ଏବଂ ତାପରେ ଯିଏ ସଚିବ ଥିଲେ, ଭାରତର ସଚିବ ଶ୍ରୀଯୁକ୍ତ ନର୍ଥକୋଟ୍, ସିଏ ଯେଉଁ ହାଉସ୍ ଅଫ୍ କମନ୍ସରେ ଯେଉଁ ରିପୋର୍ଟ ଉପସ୍ଥାପନ କରିଥିଲେ, ସେ ରିପୋର୍ଟରେ ଦର୍ଶାଇଥିଲେ ଏଥିପାଇଁ 3 ଜଣ ଦାୟୀ। 3 ଜଣ କିଏ? ଜଣେ ରାଜ୍ୟପାଳ, ଜଣେ ଉପରାଜ୍ୟପାଳ, ଆଉ ଜଣେ ରାଜସ୍ୱ ପରିଷଦ, ବୋର୍ଡ ଅଫ୍ ରେଭିନ୍ୟୁ ଯେଉଁଟା। କାହିଁ ସେ ତ କହିଲେ ନାହିଁ? ଇଏ ତ ଦୁର୍ଭାଗ୍ୟ। ଏବଂ କ୍ୟାମ୍ପବେଲ୍ କମିଶନ ଯେଉଁ ବସିଥିଲା, ସେ କମିଶନ ଆଙ୍କୁ ଅବଶ୍ୟ ନିଶ୍ଚିତ ଭାବରେ ଦାୟୀ କରିଛି, କିନ୍ତୁ
मुख्य दोषी भाव से विचार करिछि काको ना बंगर गवर्नर को या पढ़े ना ओडिया अस्मितार संज्ञा बुझे ना धोनी अस्मिता रक्षा पाए ना अस्मिता रक्षा गोटे मानसिकता दरकार एवं से मानसिकतार आधार होचे सहनशीलता मानसिकर आधार होचे निरपेक्षता आमर दुर्भाग्य ता आम देखुना कटक सांसद भरपूर मत कहते उत्कल दर्पण से आसुची दुर्भिक्ष रेवेन्सा आपण मु बापू तीन तीनटा उदाहरण देली शुण ये एक वितर्क मत दे पारती किंतु सेही मत जे चूड़ांत एवं सेही मत जे यथार्थ आ से तेपरी धारणा बशवर्ती हवा भूल हाँ नहीं निजुक्ति क्षेत्र अवस्था ओडिशा राज्य अवस्था तो अति संगीन आम भारत वर्ष आम स्थान होशार स्थान हो 21 2,05,000 पदवी खाली पड़ी मूल पदवी पदोन्नति पूरण होता पदवी तेणु से पूरण करने सरकार आभिमुख्य आम देखिलु सरकार 1.5 लाख पदवी पूरण करने कहते किंतु 1.5 लाख पदवी जब पूरण हुए तर मूल पदवी तो आहरी खाली रहा आतिमध्य आगामी एवं 5 वर्ष पूरण हम ये 5 वर्ष जो नुआ पदवी सृष्टि हम ताप योजना कहीं से आम कहलु आपण समस्त मूल पदवी पूरण करेंगे कि एवं ये 5 वर्ष अवधि भितर जो नुआ पदवी सृष्टि हम ताकू खाली रहा इतिमध्य आगामी एवं 5 वर्ष पूरण हम ये 5 वर्ष जो नुआ पदवी सृष्टि हम ताप योजना कहीं से आम कहलु आपण समस्त मूल पदवी पूरण करेंगे कि एवं ये 5 वर्ष अवधि भितर जो नुआ पदवी सृष्टि हम ताकू पूरण करेंगे कि आपण मूल पदवी सह नुआ निजुक्ति देवे कि स्पष्ट करंतु से स्पष्टता नथिला उत्तर रे सुतरां आमे आलोचना रे वक्तव्य रखिथि।